ମୁଁ ସୁଜିତ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂତନ ଭିଡ଼ିଓ ସହ ଯାହାକି ତୁମମାନଙ୍କର ଫାର୍ଷ୍ଟ ସେମିଷ୍ଟରରେ ରହିଥିବା ଏସି ଓଡ଼ିଆର ଯେଉଁ ତୁମମାନଙ୍କର ରହିଛି ଏବିଲିଟି ଇନହାନ୍ସମେଣ୍ଟ କୋର୍ସରେ ଓଡ଼ିଆକୁ ରଖାଯାଇଛି ବାଧ୍ୟତାମୂଳକ ଭାବରେ, ଯାହାର କୋର୍ସ ଟାଇଟଲ୍ ହେଉଛି ପରିଶୁଦ୍ଧ ଭାଷା ଓ ଲିଖନ ଧାରା। ଆମେ ସମସ୍ତେ ତ ଜାଣିସାରିଛେ, ତ ତାହାର କେତେ ଗୁଡ଼ିଏ ଲଙ୍ଗ୍ କ୍ୱେଶ୍ଚିନ୍ ଆମେ ଦେଖିବା। ତ ଆମେ ପ୍ରଥମେ ଦେଖିବା ଯେ ଶବ୍ଦର ସଂଜ୍ଞା, ତାର ଗଠନ ତଥା ତାର ପ୍ରକାରଭେଦ ଭାବେ ବିଭିନ୍ନ ପ୍ରକାର ଶବ୍ଦ, ଏଥିରୁ ତୁମମାନଙ୍କର ଗୋଟେ କ୍ୱେଶ୍ଚିନ୍ ଆସିବାର ସମ୍ଭାବନା ରହିଛି। ତେଣୁ ଆମେ ତାକୁ ପ୍ରଥମେ ଦେଖିଦେବା। ତ ପ୍ରଥମେ ଆମେ ଶବ୍ଦ କହିଲେ କ'ଣ ବୁଝୁ ତାକୁ ଟିକେ ଦେଖିବା, ତାର ଅର୍ଥ ଏବଂ ସଂଜ୍ଞାକୁ। ତ ମଣିଷ ନିଜର ଭାବକୁ, ତାର ଫିଲିଙ୍ଗସକୁ ଅନ୍ୟ ଆଗରେ ପ୍ରକାଶ କରିବା ପାଇଁ ଭାଷାକୁ ମାଧ୍ୟମ କରିଥାଏ, ଅର୍ଥାତ୍ ଭାବ ପ୍ରକାଶର ପ୍ରଧାନ ମାଧ୍ୟମ ହିଁ ଭାଷା। ତୁମମାନଙ୍କର ଫାର୍ଷ୍ଟ କ୍ୱେଶ୍ଚିନ୍ ଆସିବାର ସମ୍ଭାବନା ଅଛି ଭାବ ପ୍ରକାଶର ମାଧ୍ୟମ କ'ଣ ବୋଲି। ତ ମଣିଷର ଭାଷା ମୁଖ ନିଃସୃତ ଧ୍ୱନିଗୁଡ଼ିକର ପଦ୍ଧତିବଦ୍ଧ ଅଭିବ୍ୟକ୍ତି, ଅର୍ଥାତ୍ ମଣିଷର ଭାଷା ଯାହା କହେ ସେ ମୁଖରୁ ସୃଷ୍ଟି ହୁଏ, ନିଃସୃତ ହୁଏ ଧ୍ୱନିଗୁଡ଼ିକର ପଦ୍ଧତିବଦ୍ଧ ଅଭିବ୍ୟକ୍ତି ଯାହା ସେ ପ୍ରକାଶ କରେ। ସେହି ପଦ୍ଧତିବଦ୍ଧ ବା ଧ୍ୱନି ଯୋଡ଼ାଗୁଡ଼ିକ ଯାହା ସେ ସୃଷ୍ଟି କରେ, କମ୍ପନ ସୃଷ୍ଟି କରେ ବା ଧ୍ୱନିଗୁଡ଼ିକ ଯେଉଁ ଆସେ ତା'ର ଅର୍ଥ ପ୍ରକାଶକ ହୋଇଥାଏ, କିଛି ମିନିଂ ଥିବ ତା'ର। ଧ୍ୱନି ହେଉଛି ଭାଷାର ଆତ୍ମା ଏବଂ ଶବ୍ଦ ହେଉଛି ଭାଷାର ଶରୀର। ଯଦି ଧ୍ୱନି ଆତ୍ମା ହୁଏ ତାହେଲେ ଶବ୍ଦ ତା'ର ଶରୀର ହେବ। ଧ୍ୱନି ବା ଧ୍ୱନି ସମଷ୍ଟିର ଅର୍ଥ ପ୍ରକାଶକ କଲେ ତାହାକୁ ପଦବାଚ୍ୟ ହୋଇଥାଏ, ତାହା ଶବ୍ଦ ପଦବାଚ୍ୟ ହୋଇଥାଏ। ଯଦି ତାହା ମିନିଂ ସୂଚାଏ ସେଇ ଧ୍ୱନି ସମଷ୍ଟି, ତାହେଲେ ଆମେ ତାକୁ ଶବ୍ଦ ବୋଲି କହିପାରିବା। ଆଉ ସେ ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହୃତ ହୁଏ ତାହାକୁ ପଦ ବୋଲି ଆମେ କହୁ। ତ ଭାଷା ସଂରଚନାର ପ୍ରାଥମିକ ଉପାଦାନ ହେଉଛି ଶବ୍ଦ। ବିନା ଶବ୍ଦରେ କେବେ ମଧ୍ୟ ପଦ ବାକ୍ୟ ସୃଷ୍ଟି ହୋଇପାରିବ ନାହିଁ। ତ ଯେପରି ନାଦ, ରବ, ଆବାଜର ଅର୍ଥ ବୋଧକ ଧ୍ୱନି ବା ଅକ୍ଷର ପ୍ରଭୃତି ଶବ୍ଦ କହିଲେ। ତ ଏହା ଶବ୍ଦ କ'ଣ? ବର୍ଣ୍ଣ ସମଷ୍ଟି ଅର୍ଥ ପ୍ରକାଶକ କଲେ ତାକୁ ଶବ୍ଦ ବୋଲି କୁହାଯାଏ। ଯେପରି ଆମେ କହିପାରିବା, ତୁମମାନଙ୍କର ସର୍ଟ ଟାଇପ୍ରେ ଆସିପାରେ 2 ମାର୍କର କ୍ୱେଶ୍ଚିନ୍, ଶବ୍ଦ କ'ଣ ବୋଲି, ଶବ୍ଦ କାହାକୁ କୁହାଯାଏ ବୋଲି। ତୁମମାନେ ଏହା ଲେଖିପାରିବ, ତା'ର ଉଦାହରଣରେ ଲେଖିପାରିବ ଫଲ, ଫୁଲ, ପାଣି ଇତ୍ୟାଦି। ଯଦି ଅର୍ଥ ପ୍ରକାଶ ନ କଲେ ତାହାକୁ ଶବ୍ଦ ପଦବାଚ୍ୟ ହୋଇପାରିବ ନାହିଁ। ଯେପରି କ ଫଲ, ବଲମ, ନଦର ଏହିପରି ହୋଇପାରିବ ନାହିଁ। ଏଠାରେ ଆମେ ଫଲକ ଲେଖିପାରିବା। ଏଠାରେ ତା'ର କୌଣସି ଅର୍ଥ ପ୍ରକାଶ କରିପାରୁନାହିଁ, ତେଣୁ ତାହାକୁ ଆମେ ଶବ୍ଦ ବୋଲି କହିବା ନାହିଁ। ତାପରେ ଅଷ୍ଟାଧ୍ୟାୟୀର ଭାଷ୍ୟକାର କିଏ? ପତଞ୍ଜଳିଙ୍କ ମତରେ ବିଭିନ୍ନ ପଦାର୍ଥର ପ୍ରତୀତି ଅଣୁଥିବା ଧ୍ୱନି ହେଉଛି ଶବ୍ଦ। ଶବ୍ଦ ସହିତ ଅର୍ଥ ନିବିଡ଼ ଭାବରେ ଜଡ଼ିତ। ନିଶ୍ଚିତ ଭାବରେ ବିନା ଅର୍ଥ ପ୍ରକାଶ କଲେ ତାକୁ ଆମେ ଶବ୍ଦ କହିପାରିବା କି? ନା, ତାକୁ କହିପାରିବା ନାହିଁ। ତାପରେ ଶବ୍ଦର ବହୁତ ଗୁଡ଼ିଏ ସଂଜ୍ଞା ରହିଛି, ବହୁତ ଗୁଡ଼ିଏ ଲୋକ ମତ ଦେଇଛନ୍ତି। ଯେଭଳି ଭାବରେ ଆମେ ଦେଖିପାରିବା, ଏହାକୁ ବିଭିନ୍ନ ଅର୍ଥରେ ମଧ୍ୟ ଗ୍ରହଣ କରାଯାଇଛି। ତାପରେ ଅର୍ଥବୋଧକ ଅକ୍ଷର ବା ମାତ୍ରାର ସମଷ୍ଟିର ଧ୍ୱନିକୁ ହିଁ ଶବ୍ଦ ବୋଲି କୁହାଯାଏ। ଏହା କେଉଁଥିରେ ନା ଚଳନ୍ତି ଓଡ଼ିଆ ଅଭିଧାନ, ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ଯେଉଁ ପୁସ୍ତକ ରହିଛି ସେଥିରେ ଲେଖାଯାଇଛି ଶବ୍ଦର ସଂଜ୍ଞା। ତାପରେ ବିଦ୍ୟାପୁରୀ ଓଡ଼ିଆ ଅଭିଧାନରେ ଲେଖାଯାଇଛି ଯେ ଧ୍ୱନି, ରବ, ସ୍ୱର, ପାଟିତୁଣ୍ଡ, ଅର୍ଥବୋଧକ ଅକ୍ଷର ପୁଞ୍ଜକୁ ଆମେ ଶବ୍ଦ ବୋଲି କହିଥାଉ ବୋଲି ବିଦ୍ୟାପୁରୀ ଓଡ଼ିଆ ଅଭିଧାନ ବା ସର୍ବେଶ୍ୱର ଦାସଙ୍କ ଗ୍ରନ୍ଥ ସେଥିରେ ପ୍ରକାଶ ପାଇଛି। ତାପରେ ଶବ୍ଦ କଳା, ଧ୍ୱନି, କଥା, ବଚନ, ଉଚ୍ଚାରଣ ଏହାକୁ ଶବ୍ଦ ବୋଲି କୁହାଯାଇଛି। କେଉଁଥିରେ ନା କଥିତ ଓଡ଼ିଆ ଶବ୍ଦକୋଷରେ। ତାପରେ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶକ ଗୋଟିଏ ଧ୍ୱନି ବା ଏକାଧିକ ଧ୍ୱନି ସମଷ୍ଟିକୁ ଶବ୍ଦ କୁହାଯାଏ। ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାକୁ ପଦ ବୋଲି କୁହାଯାଇଥାଏ। ମୁଁ ପୂର୍ବରୁ ମଧ୍ୟ କହିସାରିଛି ନା ଯେତେବେଳେ ଶବ୍ଦ ବାକ୍ୟରେ ବ୍ୟବହୃତ ହୁଏ ତାହାକୁ ଆମେ ପଦ ବୋଲି କହିଥାଉ। ତ ଶବ୍ଦ ବିଭିନ୍ନ ଅର୍ଥ ବାଚକତା ପ୍ରକାଶ କରୁଥିଲେ ମଧ୍ୟ ଭାଷା ସାହିତ୍ୟ ସମ୍ପୃକ୍ତି ଦୃଷ୍ଟିରୁ ବିଭିନ୍ନ ଅଭିଧାନକାରଙ୍କ ମତ ଅନୁଯାୟୀ ଏହା ହେଉଛି ଅର୍ଥବୋଧକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି। ଯେତେ ବି ଅଭିଧାନ ଲେଖିଛନ୍ତି ବା ଡିକ୍ସନାରୀ ଲେଖିଛନ୍ତି ସେମାନଙ୍କର ମତରେ ହେଉଛି ଯାହା
ସୃଷ୍ଟି କରୁଥିବା ବନ ସମଷ୍ଟି ବା ବନ୍ୟ। ଗୋଟେ ବନରେ ମଧ୍ୟ ଆମେ କହିପାରିବା ଶବ୍ଦ, ଯେପରି ତୁମକୁ ମୁଁ କହିଲି ତୁମେ ପାଠ ପଢ଼ୁଛ କି, ତୁମେ କହିବ ହଁ କହିବ, ସେଇ ହଁ ହିଁ ଗୋଟେ ଶବ୍ଦ। ତ ଅର୍ଥ ପ୍ରକାଶ ନ କଲେ ଏହା ବର୍ଣ୍ଣ ସମ୍ମିଳନ ହୋଇପାରେ ନାହିଁ, ହୋଇପାରେ ମାତ୍ର ଶବ୍ଦ ପଦବାଚ୍ୟ ହୋଇପାରିବ ନାହିଁ। ଅର୍ଥ ପ୍ରକାଶ କଲେ ନ କଲେ ଏହା ବର୍ଣ୍ଣ ସମ୍ମିଳନ ହୋଇପାରେ ମାତ୍ର ଶବ୍ଦ କୁହାଯାଇପାରିବ ନାହିଁ। ତାହା ବର୍ଣ୍ଣର ସମଷ୍ଟି ହୋଇପାରେ ବା ସମ୍ମିଳନ ହୋଇପାରେ, କିନ୍ତୁ ତାହା ଶବ୍ଦ ହୋଇପାରିବ ନାହିଁ। ତ ଭାଷାରେ ବ୍ୟବହୃତ ହେଉଥିବା ସର୍ବନିମ୍ନ ଅର୍ଥଯୁକ୍ତ ଏକକୁ ରୂପୀ ବୋଲି କୁହାଯାଇଥାଏ। ଏହା ତୁମର ଆବଶ୍ୟକତା ନାହିଁ ଏତେ ପଢ଼ିବାର। ତାପରେ ଆମେ ଦେଖିବା ଶବ୍ଦର ପ୍ରକାରଭେଦ ସମ୍ପର୍କରେ। ତ ଶବ୍ଦର ପ୍ରକାରଭେଦ, ତ ପ୍ରଥମେ ଆମେ ଦେଖିବା ଶବ୍ଦ ସାଧାରଣ ଦୁଇ ପ୍ରକାର, ଗୋଟେ ହେଲା ସରଳ, ଗୋଟେ ସରଳ ଶବ୍ଦ, ଯୌଗିକ ଶବ୍ଦ। ଏହା ରୂପିମ ବିଶିଷ୍ଟ ଶବ୍ଦକୁ ସରଳ ଶବ୍ଦ ବୋଲି କୁହାଯାଏ, ଯଥା ଶାଗ, ଭାତ, ଡାଲି, ଆମ୍ବ ପ୍ରଭୃତି। ଯେଉଁ ଶବ୍ଦରେ ଏକାଧିକ ରୂପିମ ବ୍ୟବହୃତ ହୋଇଥାଏ ତାହାକୁ ଯୌଗିକ ବା ବ୍ୟୁତ୍ପନ୍ନ ଶବ୍ଦ ବୋଲି କୁହାଯାଇଥାଏ। ଶାଗୁଆ, ଯେଉଁଥିରେ ଅର୍ଥାତ୍ ଗୋଟିଏ ଅକ୍ଷର ବି କାଟି ହେବ ନାହିଁ, ତାହା ମୌଳିକ, ଆଉ ଯେଉଁଥିରେ କାଟି ହୋଇଥାଏ ତାକୁ ବ୍ୟୁତ୍ପନ୍ନ ବୋଲି କୁହାଯାଇଥାଏ। ତା ଯୌଗିକ ଶବ୍ଦ ମୁଖ୍ୟତଃ ତିନି ପ୍ରକାରର। ଏସବୁ ଆବଶ୍ୟକତା ନାହିଁ, ତୁମେ କେବଳ ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ ଏସବୁକୁ ଟିକେ ଧ୍ୟାନରେ ସହକାରେ ଦେଖିବ। ବାକି ସବୁ ତୁମମାନଙ୍କର ଏତେ ଆସିବାର ସମ୍ଭାବନା ନାହିଁ। ତାପରେ ବିଭିନ୍ନ ପ୍ରକାର ଶବ୍ଦ। ତ ପ୍ରତ୍ୟେକ ଭାଷାର ମୂଳପିଣ୍ଡ କିଛି ମୌଳିକ ଶବ୍ଦର ସମଷ୍ଟିରେ ଗଠିତ ହୋଇଥାଏ। ପ୍ରତ୍ୟେକ ଭାଷାର ମୂଳପିଣ୍ଡ କିଛି ମୌଳିକ ଶବ୍ଦ ସମଷ୍ଟିରେ ହିଁ ଗଠିତ ହୋଇଥାଏ। ଭାଷାର ପ୍ରାଥମିକ ଅବସ୍ଥାରେ ଏହି ଶବ୍ଦଗୁଡ଼ିକ ସେହି ଭାଷାଭାଷୀଙ୍କ ଦ୍ୱାରା ସର୍ବଜନୀନ ଅର୍ଥବୋଧକ ହୋଇଥାଏ, ଅର୍ଥାତ୍ କିଛି ମିନିଂ ପ୍ରକାଶ କରୁଥିବା ସମସ୍ତ ଲୋକ ବ୍ୟବହାର କରୁଥିବେ ତାହା। ପରବର୍ତ୍ତୀ କାଳରେ ସେହି ଭାଷାଭାଷୀ ଅନ୍ୟାନ୍ୟ ଭାଷାରୁ ଶବ୍ଦ ଆହରଣ ପୂର୍ବକ ଶବ୍ଦ ଭଣ୍ଡାର ବୃଦ୍ଧି କରିଥାନ୍ତି। ଯେଭଳି ଆମ ଓଡ଼ିଆ ଭାଷାରେ ଅନେକ ଗୁଡ଼ିଏ ଭାଷାର ପ୍ରଭାବ ଦେଖିବାକୁ ମିଳିଥାଏ। ପାର୍ସୀ ହେଲା କି ତୁର୍କୀ ହେଲା କି ଇଂରାଜୀ ଶବ୍ଦ, ଜାବନିକ ଶବ୍ଦ, ଆଦିବାସୀ ଏସବୁ ଶବ୍ଦ ରହିଛି ଏଥିରେ। ତ ଶବ୍ଦ ଭଣ୍ଡାର ବୃଦ୍ଧି କରିଥାଏ ତାହା। ଭାଷାର ବିବର୍ତ୍ତନ ଓ ବିକାଶ ଧାରାରେ ମୌଳିକ ଶବ୍ଦ ସମୂହରୁ ମଧ୍ୟ ବହୁ ଶବ୍ଦ ଉତ୍ପାଦିତ ହୋଇ ଶବ୍ଦ ଭଣ୍ଡାର ସମୃଦ୍ଧ ହୋଇଥାଏ। ଓଡ଼ିଆ ଭାଷାର ମୌଳିକ ଶବ୍ଦ ପ୍ରଥମେ ରହିଥିଲା, ପରେ ସ୍ୱକୀୟ ଆହରଣ ଓ ଉତ୍ପାଦନ କ୍ଷମତା ବଳରେ ଓଡ଼ିଆ ଭାଷା ବହୁ ଭାଷାରେ ଶବ୍ଦ ଆହରଣ ପୂର୍ବକ ବିଶାଳ ଶବ୍ଦ ଭଣ୍ଡାର ଅଧିକାର କରିଛି। ତ ବ୍ୟୁତ୍ପତ୍ତିଗତ ଦୃଷ୍ଟିରେ ଆମେ ଯଦି ବ୍ୟୁତ୍ପତ୍ତିଗତ ଦୃଷ୍ଟିରେ ଦେଖିବା ତାହେଲେ ଶବ୍ଦକୁ କେତେ ଭାଗରେ ବିଭକ୍ତ କରାଯାଇଛି ନା 4 ଭାଗରେ ବିଭକ୍ତ କରାଯାଇଛି। ତୁମମାନଙ୍କର ପ୍ରଶ୍ନ ଆସିଯାଇପାରେ ଯେ ବ୍ୟୁତ୍ପତ୍ତିଗତ ଦୃଷ୍ଟିରୁ ଶବ୍ଦକୁ କେତେ ଭାଗରେ ବିଭକ୍ତ କରାଯାଇଛି ନା 4 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ କ'ଣ କ'ଣ ନା ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ ଏହି 4ଟି ଭାଗରେ ବିଭକ୍ତ କରାଯାଇଅଛି, ଯାହାକି ତୁମମାନଙ୍କର ବୁକ୍ ସାରସ୍ୱତ ଓଡ଼ିଆ ବ୍ୟବହାରିକ ବ୍ୟାକରଣ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ବହିରେ ଆମେ ଦେଖିବାକୁ ପାଇବା। ସେଥିରେ ଆଉ ଗୋଟେ ଜିନିଷ ରହିଛି ଯେ ସେଥିରେ ଅଭିଧା ଶକ୍ତି, ବ୍ୟଞ୍ଜନା ଶକ୍ତି, ଲକ୍ଷଣା ଶକ୍ତି ସେଗୁଡ଼ିକ ମଧ୍ୟ ରହିଛି। ତୁମମାନେ ଯଦି ଚାହିଁଲେ ତାକୁ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଦିଆଯାଇଛି, ସେ ବହିକୁ ତୁମମାନେ ଦେଖିପାରିବ ଆଉ ପଢ଼ିପାରିବ। ସେଥିରେ ତୁମମାନଙ୍କର 2ଟି ୟୁନିଟ୍ କଭର୍ ହୋଇଯାଇପାରେ, ଶବ୍ଦ, ରୂଢ଼ି, ବାକ୍ୟ। ତ ପ୍ରଥମେ ଆମେ ଦେଖିବା ଯେ ତତ୍ସମ ଶବ୍ଦ କହିଲେ କ'ଣ ବୁଝ। ତୁମମାନଙ୍କର କ୍ୱେଶ୍ଚିନ୍ ଆସିଯାଇପାରେ ଯେ 2 ମାର୍କ କ୍ୱେଶ୍ଚିନ୍ ତତ୍ସମ ଶବ୍ଦ ବା 3 ମାର୍କ କ୍ୱେଶ୍ଚିନ୍ ଆସିଯାଇପାରେ। ସେଥିରେ ତୁମମାନେ ଲେଖିବ ଯେ ତତ୍ସମ ଶବ୍ଦ କ'ଣ। ତ ତତ୍ସମର ଅର୍ଥାତ୍ ହେଲା ତାହା ସହ ସମାନ। କାହା ସହ ସମାନ ନା ସଂସ୍କୃତ ଭାଷାରେ କେତେକ ଶବ୍ଦ ଓଡ଼ିଆ ଭାଷାରେ ଆବିକଳ ଭାବରେ ବ୍ୟବହୃତ ହୋଇଥାଏ ବା ୟୁଜ୍ ହୋଇଥାଏ ଆମେ ଯାହାକୁ କହିବା ଇଂଲିଶରେ। ତ ସଂସ୍କୃତ ଭାଷାରେ କେତେକ ଶବ୍ଦ ଓଡ଼ିଆ ଭାଷାରେ ଆବକିଲ ପୁରାପୁରି ସେମ୍, ଯେପରି ଆକାଶ, ନଦୀ ଏହିଭଳି ଶବ୍ଦ, ସୂର୍ଯ୍ୟ, ଭାସ୍କର, ପ୍ରଭାତ। ତ ସଂସ୍କୃତ ଭାଷା ସହିତ ଓଡ଼ିଆ ଭାଷାର ସମାନତା ରହିଛି, ଏହାକୁ ତତ୍ସମ ଶବ୍ଦ ବୋଲି କୁହାଯାଇଥାଏ। ଆବିକଳ ଶବ୍ଦ ଓଡ଼ିଆ ଭାଷାରେ ମଧ୍ୟ ପ୍ରଚଳିତ, ଯେପରି ସୂର୍ଯ୍ୟ, ଭାସ୍କର। ତୁମେ ଉଦାହରଣ ମୁଁ ଦେଇପାର ସୂର୍ଯ୍ୟ, ଭାସ୍କର, ପ୍ରଭାତ, ଅଗ୍ନି, ନଦୀ, ବିଷ୍ଣୁ, ଚିତ୍ର, ଭାଷା, ରାଜା, ଈଶ୍ୱର, ବାଳକ, ଜଳ, ନର, ବାନର, ଅଜ୍ଞ, ଅନଳ, ଅଳନ, ଅଭିଜ୍ଞ, ଅମୃତ, ଅରଣ୍ୟ, ଆକାଶ, ଆଶ୍ରମ, ଉଗ୍ର, ଇଷ୍ଟ, ଉଜ୍ଜ୍ୱଳ ଏହିପରି ଭାବରେ ବହୁତ ଗୁଡ଼ାଏ ଶବ୍ଦ ରହିଛି, ତୁମମାନେ ଦେଖିପାରୁଥିବ। ତାପରେ ଆମେ ଦେଖିବା ତଦ୍ଭବ ଶବ୍ଦ। ତଦ୍ଭବର ଅର୍ଥ ହିଁ ହେଉଛି ତହିଁରୁ ଉଦ୍ଭବ। କେଉଁଠୁ ନା ସଂସ୍କୃତରୁ ଉଦ୍ଭବ ଶବ୍ଦ ଗୁଡ଼ିକ, ତାହାକୁ ଆମେ କ'ଣ ବୋଲି କହୁ ନା ତଦ୍ଭବ। ଏହି ୱାର୍ଡ଼ରୁ ହିଁ ତୁମମାନେ ଜାଣିପାରୁଛ ଯେ ଉଦ୍ଭବ ହୋଇଛି କେଉଁଥିରୁ ନା ସଂସ୍କୃତରୁ ସୃଷ୍ଟି ହୋଇଛି। ଯେ ଓଡ଼ିଆ ଭାଷଣ
ବ୍ୟବହୃତ କେତେକ ଶବ୍ଦ ସଂସ୍କୃତ ଭାଷାରୁ ଓଡ଼ିଆକୁ ଆସିବା ବେଳେ ସାମାନ୍ୟ ପରିବର୍ତ୍ତିତ ହୋଇଥିବା ଅନୁଭୂତ ହୁଏ। ପ୍ରାଚୀନ ଆର୍ଯ୍ୟ, ପାଲି, ପ୍ରାକୃତ ଅପଭ୍ରଂଶ ଦ୍ୱାରା ଓଡ଼ିଆ ନବଭାରତୀୟ ଆର୍ଯ୍ୟ ଭାଷାରେ ପରିଣତ ହୋଇଛି। ଏଠାରେ କେତୋଟି ଉଦାହରଣ ହେଲା, ଯେପରି ଆମେ ସଂସ୍କୃତରେ ଅଗ୍ର କହୁଥିଲେ ଓଡ଼ିଆରେ ଅଗ ବୋଲି କହୁଛେ। ତାପରେ ସଂସ୍କୃତରେ ଅଦ୍ର କହିଲେ ଆମେ ଓଡ଼ିଆରେ ଅଦା ବୋଲି କହୁଛେ। ଠିକ୍ ସେହିପରି ଆମେ ସଂସ୍କୃତରେ ଆମ୍ର କହିଲେ ଓଡ଼ିଆରେ ଆମ୍ବ କହୁଛେ। ସଂସ୍କୃତରେ ଇକ୍ଷୁ କହିଲେ ଆମେ ଆଖୁ ବୋଲି କହୁଛେ। ସଂସ୍କୃତରେ ଇଷ୍ଟକ କହିଲେ ଓଡ଼ିଆରେ ଇଟା ବୋଲି କହୁଛେ। ଉପବାସ କହିଲେ ଉପାସ, ଅବରୋହ ଓହଳ, କର୍ମକାର କମାର, କେଦାର କିଆରୀ, ଖନିତ୍ର ଖଣତି, କୁଟୀର କୁଡ଼ିଆ, ଗର୍ତ୍ତ ଗାତ। ଏହିଭଳି ଭାବରେ ସଂସ୍କୃତ ଓ ଓଡ଼ିଆରେ ବହୁତ ଗୁଡ଼ିଏ ଶବ୍ଦ ତୁମେମାନେ ଦେଖିପାରିବ। ଯେପରି ସର୍ପ, ସୁପକାର, ହସ୍ତି, ତାକୁ ସାପ, ଶୁଆର, ହାତୀ, ମର୍କଟକୁ ମାଙ୍କଡ଼ ବୋଲି କହୁଛେ। ତାପରେ ଆମେମାନେ ଦେଖିବା ଯେ ଦେଶଜ ଶବ୍ଦ ସମ୍ପର୍କରେ। ତ ବହୁ କାଳରୁ ଓଡ଼ିଆ ଭାଷାରେ ପ୍ରଚଳିତ କେତେକ ଶବ୍ଦର ମୂଳ ଉତ୍ସ ନିର୍ଣ୍ଣୟ ହୋଇପାରି ନାହିଁ। ଆଉ ସେହିପରି ମୂଳ ଉତ୍ସ ହୋଇ ନଥିବା ଶବ୍ଦ ଗୁଡ଼ିକୁ ଦେଶଜ ଶବ୍ଦ ବୋଲି କୁହାଯାଏ। କେଉଁ ଶବ୍ଦକୁ ଦେଶଜ ବୋଲି କୁହାଯାଏ? ନା, ବହୁ କାଳରୁ ଓଡ଼ିଆ ଭାଷାରେ ପ୍ରଚଳିତ ହେଉଥିବା କେତେକ ଶବ୍ଦର ମୂଳ ଉତ୍ସ ନିର୍ଣ୍ଣୟ ହୋଇପାରି ନାହିଁ, ତା କେଉଁଠାରୁ ଆସିଛି। ଆଉ ସେହିପରି ମୂଳ ଉତ୍ସ ହୋଇନଥିବା ଶବ୍ଦଗୁଡ଼ିକୁ ହିଁ ଦେଶଜ ଶବ୍ଦ ବୋଲି କୁହାଯାଇଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ଯେଉଁ ଶବ୍ଦର ମୂଳ ସଂସ୍କୃତ ବା ସଂସ୍କୃତରୁ ଉତ୍ପନ୍ନ ପ୍ରକୃତ ଅପଭ୍ରଂଶ ଭାଷାଗୁଡ଼ିକୁ ନିର୍ଦ୍ଧାରିତ ହୋଇ ନାହିଁ, ତାହାକୁ ଆମେ ଚିହ୍ନି ପାରୁନାହୁଁ, ସେଗୁଡ଼ିକୁ ଦେଶଜ ଶବ୍ଦ ବୋଲି ଅଭିହିତ କରାଯାଇପାରେ। ଓଡ଼ିଆ ଭାଷାରେ ବ୍ୟବହୃତ ହୋଇଥିବା ବିଭିନ୍ନ ଭାରତୀୟ ଆର୍ଯ୍ୟ ଭାଷା ଅର୍ଥାତ୍ ଅଷ୍ଟ୍ରିକ୍ ବା ଦ୍ରାବିଡ଼ ପରିବାରର ଅନ୍ତର୍ଗତ ବିଭିନ୍ନ ଭାଷାରେ ଉପଲବ୍ଧ ହୋଇଥାଏ, ତାହାକୁ ବ୍ୟୁତ୍ପନ୍ନ ଦେଶଜ ଶବ୍ଦ ବୋଲି ମଧ୍ୟ କୁହାଯାଇଥାଏ। ସେମାନଙ୍କ ମଧ୍ୟରେ ଅଷ୍ଟ୍ରିକ୍ ଭାଷା ପରିବାର ବା ଆଦିବାସୀ, ମୁଣ୍ଡା, ଗଣ୍ଡ, ସାନ୍ତାଲି, ହୋ, ସଉରା ପ୍ରଭୃତି ଦ୍ରାବିଡ଼ ଭାଷାରେ ତେଲୁଗୁ, ତାମିଲ, ମଲୟାଲମ, କନ୍ନଡ଼ ପ୍ରଭୃତି ରହିଥାଏ। ତାପରେ ଦ୍ରାବିଡ଼ ମୂଳ। ବହୁ ପ୍ରାଚୀନ କାଳରୁ ବିଭିନ୍ନ ଭାଷାରୁ ଦ୍ରାବିଡ଼ ଭାଷାଭାଷୀ ଲୋକ ଓଡ଼ିଶାକୁ ଆସିଛନ୍ତି। ସେମାନଙ୍କ ଭାଷା ସହ ଓଡ଼ିଆ ପ୍ରତ୍ୟକ୍ଷ ସମ୍ପର୍କକୁ ସେମାନଙ୍କ ଭାଷାକୁ କେତେକ ଶବ୍ଦ ଓଡ଼ିଆ ଭାଷାରେ ମିଶିଛି। ସେ ଦ୍ରାବିଡ଼ମାନଙ୍କର ଭାଷା, ଦ୍ରାବିଡ଼ମାନଙ୍କ ପାଖରୁ ଆସିଥିବା ଶବ୍ଦଗୁଡ଼ିକୁ ବ୍ୟୁତ୍ପନ୍ନ ଦେଶଜ ଶବ୍ଦ ବୋଲି କୁହାଯାଏ। ବ୍ୟୁତ୍ପନ୍ନ ଦେଶଜ ଶବ୍ଦ ସେମାନଙ୍କର ଯାହା ଆସିଲା, କାରଣ ଓଡ଼ିଆ ଦେଶଜ ଶବ୍ଦଗୁଡ଼ିକରୁ କେତେକ ମୂଳ ଦ୍ରାବିଡ଼ ଭାଷାରୁ ଆସିଛି। ଏଠାରେ କେତୋଟି ଶବ୍ଦର ଉଦାହରଣ ହେଲା, ଯେପରି ତୁମମାନେ ଦେଖିପାରିଥିବ ଯେ ତେଲୁଗୁ, ତାମିଲ ଏବଂ ମଲୟାଲମରେ ଅଗାଡ଼ି, ଆଟିକା, ଏଣ୍ଡୁରି, କୁଡ଼ୁଆ, ଆରିସା, କୋଇଲି, ଚିତଉ, ତୋଟା, ମଲୟାଲମରେ ବାଡ଼। ତାପରେ ଆଦିବାସୀ ମୂଳ। ବିଭିନ୍ନ ଜନଜାତି ଯଥା ଯେପରି ସାନ୍ତାଳ, ମୁଣ୍ଡା, ସଉରା, ହୋ ପ୍ରଭୃତି ଜନଜାତିମାନେ ବହୁ ପ୍ରାଚୀନ କାଳରୁ ଓଡ଼ିଶାରେ ସ୍ଥାୟୀ ଭାବରେ ବସବାସ କରି ରହୁଥିଲେ। ସେମାନଙ୍କର ଭାଷାଗୁଡ଼ିକର ସମ୍ପର୍କ କେତେକ ଓଡ଼ିଆରେ ଥିବା ଜଣାଯାଏ। ବିଭିନ୍ନ ଆଦିବାସୀ ଭାଷାଗୁଡ଼ିକ ସୂତ୍ରରୁ ଓଡ଼ିଆକୁ ଆସିଥିବା ବିଭିନ୍ନ ଶବ୍ଦଗୁଡ଼ିକୁ ବ୍ୟୁତ୍ପନ୍ନ ଦେଶଜ ଶବ୍ଦ ବୋଲି କୁହାଯାଏ। ତାହା ହେଲା ସାନ୍ତାଳ ସଉରା ହୋରେ ଥିବା ଅଜଟ, ଅରଣା, ତାପରେ ସଉରାରେ ଥିବା କୁଣ୍ଡେଇ, ହୋରେ ଥିବା ଗେଣ୍ଡା, ପେଡ଼ି, ଏହି ଭାଷାଗୁଡ଼ିକ। ତାପରେ ଆସିଲା ବୈଦେଶିକ ଶବ୍ଦ। ତ ବୈଦେଶିକ ଶବ୍ଦରେ ଆମେମାନେ ଦେଖିବା ଅତୀତରେ ବିଭିନ୍ନ ସମୟରେ ବହୁ ବିଦେଶୀ ଆସି ଶାସନ କରିଛନ୍ତି। ତାଙ୍କ ଶାସନ କାଳରେ ଓଡ଼ିଆ ସହ ପାର୍ସୀ, ଆରବୀ, ପର୍ତ୍ତୁଗୀଜ, ତୁର୍କୀ, ମରାଠୀ, ଇଂରାଜୀ ଇତ୍ୟାଦି ବହୁ ଭାଷୀ ଶବ୍ଦର ମିଶ୍ରଣ ଘଟିଛି। ପରବର୍ତ୍ତୀ ସମୟରେ ସେଗୁଡ଼ିକ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇଛି। ସେଗୁଡ଼ିକ ହେଲା ଜାବନିକ, ୟୁରୋପୀୟ। ଯବନମାନଙ୍କ ଦ୍ୱାରା ଆସିଥିବା ଶବ୍ଦ ବୋଲି ଜାବନିକ। ଯବନ ଅର୍ଥାତ୍ ମୁସଲମାନମାନେ ଆସି ଶାସନ କରିଥିଲେ, ଯାହାରି ମାଧ୍ୟମରେ ଏଠି ରହିଥିବା ଯୋଗୁଁ ତାଙ୍କର ଶବ୍ଦଗୁଡ଼ିକ ଓଡ଼ିଆରେ ବ୍ୟବହୃତ ହୋଇଛି। ଯବନମାନଙ୍କ ଦ୍ୱାରା ପାର୍ସୀ, ଆରବୀ, ତୁର୍କୀ ଶବ୍ଦ ପ୍ରଚଳିତ ହୋଇଥିଲା। ଯେପରି ପାର୍ସୀରେ ଓଦସ୍ତା, ଆଇନା, ଅଫଖୁରା, ଆବାଜ, ଦରଖାସ୍ତ। ଠିକ୍ ସେହିପରି ଆରବୀରେ ତାରିଖ, ଦଖଲ, ମସଲ, ଅଦାଲତ, ଅମାନତ। ତୁର୍କୀରେ କଇଁଚି, ତୋପ, ବନ୍ଧୁକ, ବାରୁଦ, କୁଲି, ଖୁର୍ଦି, ଚାବୁକ, ଖୁରାକ ଏଭଳି ଶବ୍ଦ। ତାପରେ ୟୁରୋପୀୟ ଶବ୍ଦ। ୟୁରୋପୀୟ ଶବ୍ଦ କଥା ଯଦି ଆମେ କହିବା, ତାହେଲେ ୟୁରୋପୀୟ ଭାଷା ସହିତ ଘନିଷ୍ଠ ସମ୍ପର୍କ ରହିଛି। ଅନେକ ଭାଷା ଓଡ଼ିଶାରେ ପ୍ରବେଶ ପାଇଛନ୍ତି। ଇଂରାଜୀ ଭାଷାର ବ୍ୟବହୃତ ଶବ୍ଦଗୁଡ଼ିକ ସଂଖ୍ୟା ସର୍ବାଧିକ। ପରିମାଣ ଦୃଷ୍ଟିରୁ ପର୍ତ୍ତୁଗୀଜ ଦ୍ୱିତୀୟ ସ୍ଥାନ ଗ୍ରହଣ କରେ। ଅନ୍ୟାନ୍ୟ ୟୁରୋପୀୟ ଦେଶରୁ ମଧ୍ୟ ଅନେକ ଶବ୍ଦ ଓଡ଼ିଆକୁ ଆସିଛି। ତାପରେ ଇଂରାଜୀ। ତ 1803ରୁ 1947 ମଧ୍ୟରେ ଓଡ଼ିଶାରେ ଇଂରେଜମାନଙ୍କର ଶାସନ କାଳରେ ଇଂରାଜୀ ସହିତ ଓଡ଼ିଆର ସମ୍ପର୍କ ରହିଥିଲା। ଫଳରେ ଅନେକ ଇଂରାଜୀ ଶବ୍ଦ ଓଡ଼ିଶାକୁ ଆସିଥିଲା। ଓଡ଼ିଆ
ଓଡ଼ିଆ ଭାଷାକୁ ଆସିଛି, ଯଥା ଅଜେଡ୍, ଅଡ଼ିଟ୍, ଅଫିସ୍, ଆଡ଼ମିସନ୍, ଆଲବମ୍, ଇଞ୍ଜିନ୍, ଇଞ୍ଜେକ୍ସନ୍, ଭ୍ୟାନ୍, ମାର୍କେଟ୍, କଲେଜ, କଲେକ୍ଟର, କ୍ରିକେଟ୍, ଏହିଭଳି ବହୁତ ଗୁଡ଼ିଏ ଶବ୍ଦ। ତାପରେ ଆସିଲେ ପର୍ତ୍ତୁଗୀଜ। ତ ପର୍ତ୍ତୁଗୀଜ ମାନେ କ'ଣ କଲେ ନା ଇଂରେଜ ଆସିବା ପୂର୍ବରୁ ପର୍ତ୍ତୁଗୀଜ ମାନେ ଆସି ସାରିଥିଲେ ବା 1514ରୁ 1633 ମଧ୍ୟରେ ଓଡ଼ିଶାକୁ ଉପନିବେଶ କରିଥିଲେ, ଯାହା ପ୍ରଭାବରେ ତାଙ୍କ ଭାଷାରେ କିଛି ଶବ୍ଦ ଓଡ଼ିଆ ଭାଷାରେ ମଧ୍ୟ ଦେଖିବାକୁ ମିଳିଥାଏ, ଯେପରି ତଉଲିଆ, ଛତା। ଛତା ମଧ୍ୟ ତାଙ୍କର ଶବ୍ଦ। ବଟକରା, ବାର୍ଣ୍ଣିସ୍, ବିସ୍କୁଟ, ଆତ, ଆଲକାତ୍ରା, ଆଲପିନ୍, ସାବୁନ, ସୋଫା, ଇସ୍ତ୍ରୀ, ଇସ୍ପାତ, ଏହିଗୁଡ଼ିଏ ବହୁତ ଗୁଡ଼ିଏ ଶବ୍ଦ। ଏହା ଥିଲା ତୁମମାନଙ୍କର। ତାପରେ ତୁମମାନେ ଦେଖିଦିଅ ଯେ ଶବ୍ଦ କାହାକୁ କୁହାଯାଏ, ଶବ୍ଦର ଅର୍ଥ କ'ଣ, ଶବ୍ଦର ସଂଜ୍ଞା ଉତ୍ପତ୍ତି ଦୃଷ୍ଟିରୁ ହେଲା କି ବ୍ୟୁତ୍ପତ୍ତି ଦୃଷ୍ଟିରୁ ହେଲା, ଶବ୍ଦ କେତେ ପ୍ରକାର। ତୁମମାନଙ୍କର ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ହେଲା ଶବ୍ଦ କାହାକୁ କୁହାଯାଏ, ତା'ର ସଂଜ୍ଞା, ତା'ର ପ୍ରକାରଭେଦ। ଏହା ନିଶ୍ଚିତ ଭାବରେ ତୁମମାନଙ୍କର ଆସିବାର ସମ୍ଭାବନା 99.9% ରହିଛି। ତୁମମାନେ ଭଲସେ ପଢ଼ାପଢ଼ି କର, ନିଶ୍ଚିତ ଭାବରେ ହେଇଯିବ। ପୁଣି ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତି। ରହିଲି, ନମସ୍କାର। ଜୟ ହିନ୍ଦ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ। ଟାଟା।